ତ ଯଦି ଆପଣଙ୍କ ପାଖରେ ମଧ୍ୟ ଆୟୁଷ୍ମାନ କାର୍ଡ ଅଛି ଏବଂ ଆପଣ ତାର ବାଲାନ୍ସଟିକୁ ଚେକ୍ କରିବାକୁ ଚାହୁଁଥାନ୍ତି ଅଥବା ଆପଣ ପୂର୍ବରୁ କେତେ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି ଏବଂ ବର୍ତ୍ତମାନରେ କେତେ ଟଙ୍କା ବାକି ଅଛି ତାହା ଜାଣିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କୁ ପ୍ରଥମେ ପ୍ଲେ ଷ୍ଟୋରରୁ ଗୋଟିଏ ଆପ୍ ଡାଉନଲୋଡ୍ କରିବାକୁ ହେବ। ତ ପ୍ରଥମେ ଆପଣ ଆପଣଙ୍କର ମୋବାଇଲ ଫୋନରେ ପ୍ଲେ ଷ୍ଟୋର ଓପନ୍ କରିନେବେ। ଦେନ୍ ସେଠାରେ ଆପଣ ସର୍ଚ୍ଚ କରିନେବେ ଆୟୁଷ୍ମାନ ଆପ୍। ଏତିକି ସର୍ଚ୍ଚ କଲା ପରେ ଆପଣଙ୍କ ଆଗରେ ଏହି ଆପ୍ଟି ଦେଖିବାକୁ ମିଳିଯିବ। ତ ଏହି ଆପ୍ଟିକୁ ଇନଷ୍ଟଲ୍ କରିନେବେ। ଆପ୍ଟି ଇନଷ୍ଟଲ୍ ହୋଇ ସାରିଲା ପରେ ଏହି ଆପ୍ଟିକୁ ଆପଣ ଓପନ୍ କରିନେବେ। ଆପ୍ଟିକୁ ଓପନ୍ କରି ନେଇ ସାରିଲା ପରେ ଆପଣଙ୍କ ଆଗରେ ଏପରି କିଛି ଇଣ୍ଟରଫେସ୍ ଦେଖିବାକୁ ମିଳିଯିବ। ତ ଏଠାରେ ଆପଣ ଟିକେ ତଳକୁ ସ୍କ୍ରୋଲ୍ କରିନେବେ। ଦେନ୍ ଏଠାରେ ଆପଣଙ୍କୁ ଦେଖିବାକୁ ମିଳିବ ୱାଲେଟ୍ ବାଲାନ୍ସ। ଏହାରି ଉପରେ କ୍ଲିକ୍ କରିନେବେ। ତ ଏଠାରେ ପ୍ରଥମେ ଆପଣ ଆପଣଙ୍କର ଷ୍ଟେଟଟିକୁ ସିଲେକ୍ଟ କରିନେବେ। ଦେନ୍ ଏଠାରେ ଆପଣଙ୍କୁ ଦେଖିବାକୁ ମିଳିବ PMJAY ଆଇଡି। ତ ଏଠାରେ ଆପଣ ଆପଣଙ୍କର ଆୟୁଷ୍ମାନ କାର୍ଡର ନମ୍ବରଟି ଦେଇଦେବେ। ଏତିକି ଦେଇ ସାରିଲା ପରେ ଏଠାରେ ଆପଣଙ୍କୁ ଦେଖିବାକୁ ମିଳିବ ଆଧାର ନମ୍ବର। ତ ଏଠାରେ ଆପଣ ଆପଣଙ୍କର ଆଧାର କାର୍ଡର ଲାଷ୍ଟ 6ଟି ନମ୍ବର ଦେଇଦେବେ। ତ ଏସବୁ ତକ ଫିଲ୍ କରି ନେଇ ସାରିଲା ପରେ ଏଠାରେ ଆପଣଙ୍କୁ ଦେଖିବାକୁ ମିଳିବ ୱାଲେଟ୍ ବାଲାନ୍ସ। ତ ଏହାରି ଉପରେ କ୍ଲିକ୍ କରିନେବେ। ଦେନ୍ ଟିକେ ଲୋଡ୍ ନେବ ଏବଂ ଆପଣଙ୍କ ଆଗରେ ଆପଣଙ୍କର ୱାଲେଟ୍ ବାଲାନ୍ସଟି ଦେଖିବାକୁ ମିଳିଯିବ। ତ ଏମିତି ପ୍ରୋସେସରେ ଆପଣ ଆପଣଙ୍କର ଆୟୁଷ୍ମାନ କାର୍ଡର ବାଲାନ୍ସଟିକୁ ଚେକ୍ କରି ନେଇ ପାରିବେ।